ଜୟ ଜଗନ୍ନାଥ ସାଙ୍ଗମାନେ। ଯେମିତିକି ଜାଣିଥିବେ ଆଜି ବିଇଡିର ସ୍କୋର କାର୍ଡ ରିଲିଜ ହେଇଯାଇଛି ସାମ୍ସ ୱେବସାଇଟରେ। ଆଗରୁ ଆସିଥିଲା କିନ୍ତୁ ସେଟା ହଉଛି ଆମର ଫେକ୍ ଲିଙ୍କ ବୋଲି ସମସ୍ତେ କହୁଥିଲେ, ସାମ୍ସ ବାଲା ବି କହୁଥିଲେ। ଆଜି ଫାଇନାଲି ଆସିଯାଇଛି ସାମ୍ସ ୱେବସାଇଟରେ। କେମିତି ଲଗ୍ଇନ୍ କରିକି ଦେଖିବେ ଆପଣ ଦେଖି ଦିଅନ୍ତୁ। ଆପଣ ଯଦି ଦେଖିନାହାନ୍ତି ଏପର୍ଯ୍ୟନ୍ତ ଜଲ୍ଦି ଦେଖିନେବେ ନା, କାହିଁକିନା ଆଜି 8:30 ପରେ ଆଉ ସାମ୍ସ ୱେବସାଇଟ କିଛି ଖୋଲିବନି, କାହିଁକିନା ସେ ମେନସନ୍ କରିଦେଇଛନ୍ତି ଯେ 24 ଘଣ୍ଟା ପାଇଁ ସାମ୍ସ ୱେବସାଇଟ କ'ଣ ତାଙ୍କର ମେଣ୍ଟେନାନ୍ସ ପାଇଁ କ'ଣ ବନ୍ଦ ରହିବ। ତ ଚାଲନ୍ତୁ ଦେଖିଦେବା। ସାମ୍ସକୁ ଯିବେ ଆପଣ ପ୍ରଥମେ, ତାପରେ ଲଗ୍ଇନ୍ କରିବେ ଏଠି। ସରି ସାମ୍ସ ୱେବସାଇଟକୁ ଯିବେ। ଏଠି ଦେଖନ୍ତୁ ସେ ଯେମିତିକି ମେନସନ୍ କରିଦେଇଛନ୍ତି ୱେବସାଇଟ୍ ଅଣ୍ଡର ମେଣ୍ଟେନାନ୍ସ। ଏଠି 8ଟା PM କାଲି 8ଟା PM ଯାଏଁ, ମାନେ ଟୋଟାଲ୍ 24 ଘଣ୍ଟା ତାଙ୍କର ଇଏ ଅନଆଭେଲେବଲ୍ ରହିବ ତାଙ୍କର ସର୍ଭିସ୍। ସେଥିପାଇଁ ମୁଁ କହୁଛି କି ଆଜି 8ଟା ପୂର୍ବରୁ ଦେଖିଦିଅନ୍ତୁ ଯିଏ ଦେଖିନାହାନ୍ତି। କେମିତି ଦେଖିବେ ନା, ଆସିବେ ଏଠିକି 2 ଇୟର୍ ବିଇଡ଼ି, ଯେଉଁ ଲେଖା ହେଇଛି 2 ବର୍ଷିଆ ବିଇଡ଼ି ପାଠ୍ୟକ୍ରମ। ତାପରେ ଆସିବେ ଏଇଠି ଯେଉଁ ଏକ୍ଜିଟିଂ ଷ୍ଟୁଡେଣ୍ଟ ଲଗ୍ଇନ୍, ସେଠି ମାରିବେ। ତାପରେ ଟିକେ ୱେଟ୍ କରିବେ, କାହିଁକିନା ସବୁ ପିଲା ଏବେ ଚେକ୍ କରୁଛନ୍ତି ନା, ଟିକେ ସ୍ଲୋ ହେଇପାରେ। ସାଇଟ୍ ଟିକେ ସ୍ଲୋ ଅଛି, କାହିଁକିନା ସବୁ ପିଲା ଯେହେତୁ ଏକାଥରକେ ଖୋଲିକି ବସୁଛନ୍ତି, ସୋ ସେଥିପାଇଁ ଏକାଥରକେ ସର୍ଭର ଏତେ ଲୋଡ଼ ନେଇପାରୁନି, ସେଥିପାଇଁ ସାଇଟ୍ଟା ସ୍ଲୋ ହେଉଛି। ଦେଖିପାରିବେ ଏବେ ଆସିଯାଇଛି। ଏଇଠି ମୋବାଇଲ ନମ୍ବର ଆପଣଙ୍କର ଟାଇପ୍ କରିବେ, ଯେଉଁ ଆପଣ ଯେତେବେଳେ ଫର୍ମ ପକାଇଲା ବେଳକୁ ଗୋଟେ ମୋବାଇଲ ନମ୍ବର ଆଉ ପାସୱାର୍ଡ଼ ଦେଇକି ଗୋଟେ ଆପଣଙ୍କର ଆଇଡ଼ି କ୍ରିଏଟ୍ କରିଥିବେ। ମୋବାଇଲ ନମ୍ବର ଆଉ ପାସୱାର୍ଡ଼ ପକାଇଦେବେ ଏଠି। ତାପରେ ଏଠି ଗୋଟେ କ୍ୟାପଚା ଫିଲ୍ କରିବା ପାଇଁ ଆସିଛି, ତାପରେ ମାରିଦେବେ। ମୁଁ ମାରିଦେଉଛି, ଏଠି କ୍ୟାପଚା ଫିଲ୍ କରିଦେଉଛି। ତାପରେ ଲଗ୍ଇନ୍ ମାରିଦେବେ। ତାପରେ ଏଇ ଯେମିତି ଏଠି ବ୍ଲିଙ୍କ ହେଇକି ଆସୁଛି, ଏମିତି ଆସିବ नो ୟୁअर ଏଣ୍ଟ୍ରାନ୍ସ ଏକ୍ଜାମିନେସନ୍ ରେଜଲ୍ଟ ଆଇଲା। ଦେଖିଦେବେ ମୋର ଅଛି ଏଠି 59.50 ଆର୍ଟ୍ସ ଷ୍ଟ୍ରିମ୍, ଆଉ ମୋର କହିଦେବି ଏଠିକି ମୋର କ୍ୟାଟେଗୋରୀ SC। ତ 50% ଚାନ୍ସ ଅଛି ମୋର କୌଣସି ବି ଗୋଟେ ସେଲ୍ଫ ଫାଇନାନ୍ସ କଲେଜରେ ହେଇଯିବ ବୋଧେ ଲାଗୁଛି। ଫିର୍ ବି ଆପଣ ଟିକେ କହିବେ ମୋର କେଉଁ କଲେଜରେ ହେବ କି ନାହିଁ। ଆଉ ବାକି ଆପଣ ଏମିତି ଚେକ୍ କରିକି ଆପଣଙ୍କର କମେଣ୍ଟ ବକ୍ସରେ ଦେବେ କେତେ ମାର୍କ ରହିଛି ଆପଣଙ୍କର, ଆଉ କେଉଁ କଲେଜରେ ଆପଣ ଆଡ଼ମିସନ୍ ନେବାକୁ ଚାହୁଁଛନ୍ତି, ସେଇଟା ବି ଟିକେ ମେନସନ୍ କରିଦେବେ କଲେଜରେ। ଆଉ ଭିଡ଼ିଓକୁ ଲାଇକ୍ ଆଉ ଚ୍ୟାନେଲକୁ ଟିକେ ସବସ୍କ୍ରାଇବ୍ କରିଦେବେ।